ନାରୀ ପୁରୁଷମାନଙ୍କର ଜାଣିବା କଥା। ପେଟ ପୂରା ନ ଖାଇ କିଛି ଫାଙ୍କା ରଖିବେ। ଖାଦ୍ୟ ଦ୍ରବ୍ୟ ପରିଷ୍କାର ପାତ୍ରରେ ଘୋଡ଼ାଇ ରଖିବେ। ଖାଇବା ସମୟରେ ପାଣି ପିଇବେ ନାହିଁ। ତରବର ହୋଇ ଖାଇବେ ନାହିଁ। ପରିଷ୍କାର ସ୍ଥାନରେ ଆସନରେ ବସି ଖାଇବେ। ଖାଇବା ସମୟରେ ମନକୁ ପ୍ରଫୁଲ୍ଲ ଓ ଶାନ୍ତ ରଖିବେ। ଭୋଜନ ପୂର୍ବରୁ ହାତ ଗୋଡ଼ ମୁହଁ ଭଲ ଭାବରେ ଧୋଇବେ। ଖାଇବାର ଅଧଘଣ୍ଟାଏ ପରେ 2 ଗ୍ଲାସ ପାଣି ପିଇବେ। ଏଣୁ ତେଣୁ ଖାଇବେ ନାହିଁ। ଭୋକ ନହେଲେ ଖାଇବେ ନାହିଁ। ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଇବେ। ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ମଧ୍ୟରେ ଏଣୁ ତେଣୁ କିଛି ଖାଇବେ ନାହିଁ। ନିଜେ ମନକୁ ମନ ଔଷଧ ଖାଇବେ ନାହିଁ। ପ୍ରତି 2 ରୁ 3 ମାସରେ ଥରେ ସ୍ୱାସ୍ଥ୍ୟର ପରୀକ୍ଷା କରିବେ। ନିଜର ଓଜନ ପରୀକ୍ଷା କରିବେ। ଅନ୍ୟର ବ୍ୟବହୃତ ପୋଷାକ, ଲୁଙ୍ଗି, ଗାମୁଛା ଆଦି ବ୍ୟବହାର କରିବେ ନାହିଁ। ସନ୍ଧ୍ୟାରେ ଚିନ୍ତନ, ପଠନ, ମନନ କରିବେ। ବେଶୀ ଥଣ୍ଡା ବା ଗରମ ଖାଇବେ ନାହିଁ। ଖାଇସାରି ବଜ୍ରାସନରେ ବସିବେ। ସନ୍ଧ୍ୟା ସମୟରେ ଖୋଲା ପବନରେ କିଛି ସମୟ ଭ୍ରମଣ କରିବେ। ଯେଉଁ ମଣିଷର ବ୍ୟବହାର ମଧୁର ହୋଇଥାଏ ତାଙ୍କର ବିରୋଧ କେହି କରନ୍ତି ନାହିଁ। ଯିଏ କାହାରି ସଙ୍ଗରେ ହିଂସା କରେ ନାହିଁ, ସମସ୍ତଙ୍କୁ ସମ୍ମାନ ଓ ମହତ୍ୱ ଦିଏ, ତାକୁ ଭୟର ଅନୁଭବ ହୁଏ ନାହିଁ। ଏମିତି ଲୋକଙ୍କୁ ସୁଖ, ସହଯୋଗ ଓ ଅବସର ଆପେ ଆପେ ମିଳିଥାଏ। ସ୍ପଷ୍ଟ ଭାବରେ କହିଲେ ଅନ୍ୟର ଅନୁଭବକୁ ମହତ୍ୱ ଦେଲେ ଆହୁରି ଅନେକ ଲାଭ ମିଳେ। ଯଦି ଆମେ ବଳାତ୍କାର କରିଥିବା ଲୋକଙ୍କୁ ଛକ ମଝିରେ ଜାଳି ପାରୁନାହାନ୍ତି, ତେବେ ରାବଣ ପୋଡ଼ି ଉତ୍ସବ ପାଳନ କରିବାରେ କୌଣସି ମାନେ ନାହିଁ। ପଞ୍ଚତନ୍ତ୍ର ହିତୋପଦେଶ କଥା, ପୁରାଣ ଓ ଗଳ୍ପ କାହାଣୀରୁ ବହୁତ କିଛି ଶିଖିବାକୁ ମିଳିଥାଏ। ଭାରତରେ ଜ୍ଞାନ ବିଜ୍ଞାନର ପୁରାତନ ସ୍ରୋତ। କୁହାଯାଉଥିବା ବେଦ, ପୁରାଣ, ଉପନିଷଦ ତଥା ପ୍ରସିଦ୍ଧ ବିଦ୍ୱାନମାନଙ୍କ ଦ୍ୱାରା ଲିଖିତ ଗ୍ରନ୍ଥଗୁଡ଼ିକୁ ଯଦି ଭଲ କରି ଅନୁଧ୍ୟାନ କଲେ ମଣିଷ ଜୀବନର ଅନେକ ଅବସ୍ଥା ଓ ପରିସ୍ଥିତିକୁ ନେଇ ନୂଆ ବିଚାର ମିଳିବ। ଯଦି ଆପଣଙ୍କ ପାଖରେ ଅଧିକ ସମୟ ନାହିଁ ଏବଂ ଆପଣ ଶୀଘ୍ର ପାଇବାକୁ ଚାହୁଁଛନ୍ତି, ତେବେ ନିଜ ଗୁରୁଜନ ଓ ସମାଜର ବରିଷ୍ଠ ନାଗରିକମାନଙ୍କର ପରାମର୍ଶ ନିଅନ୍ତୁ ଓ ଅନେକ ପରିସ୍ଥିତି ବାବଦରେ ସେମାନଙ୍କ ଅନୁଭବକୁ ଗ୍ରହଣ କରନ୍ତୁ। ଆପଣଙ୍କୁ ଭାଗ୍ୟ ଭରସାରେ ନ ରହି ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ଅବିଶ୍ୱସନୀୟ ପ୍ରେରଣା ମିଳିବ। ଜୟ ଶ୍ରୀ ଜଗନ୍ନାଥ।